ଐତିହ୍ୟ ସହିତ ସମ୍ପୃକ୍ତ ମାଣ୍ଡିଆ ଆଜିକା ଦିନରେ ଯଦିଓ ନୟାଗଡ଼ ଗୋଟେ ଅଣପାରମ୍ପରିକ ହେବା ମାଣ୍ଡିଆ ଉତ୍ପାଦନ ପାଇଁ ଆମେ ଆମର ଉଦ୍ୟମ ଜାରି ରଖିଛୁ। ନୟାଗଡ଼ ଜିଲ୍ଲାର ପ୍ରତି ଘରେ ଘରେ କେମିତି ମାଣ୍ଡିଆର ଖାଦ୍ୟ ପହଞ୍ଚିବ, ମାଣ୍ଡିଆ ଚାଷ କରି ଲୋକମାନେ ଲାଭାନ୍ୱିତ ହୋଇପାରିବେ, ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସଚେତନତା ଶିବିର, ଆମର ମାଇକିଂ ଦ୍ୱାରା ବିଭିନ୍ନ ଗାଁରେ ତା'ର ପ୍ରଚାର ପ୍ରସାର କରାଯାଉଛି। ମାଣ୍ଡିଆର ପୃଷ୍ଟି ତତ୍ତ୍ୱ ଉପରେ ଚାଷୀମାନଙ୍କୁ ତାଲିମ ଦିଆଯାଉଛି ଏବଂ ତା'ର ଉତ୍ପାଦନ ବଢ଼େଇ ଚାଷୀମାନଙ୍କୁ ଲାଭାନ୍ୱିତ କରିବା ପାଇଁ ବିଭିନ୍ନ ପ୍ରକାର ବୈଷୟିକ ଜ୍ଞାନର ପ୍ରସାର କରାଯାଉଛି। ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବାୟୋ ପ୍ରଡକ୍ସନ୍ ୟୁନିଟ୍, ଜୈବ ଉତ୍ପାଦ ଏବଂ କଷ୍ଟମ୍ ହାୟରିଂ ସେଣ୍ଟର, ବିଭିନ୍ନ ପ୍ରକାର ଓମେନ୍ ଫ୍ରେଣ୍ଡଲି ଇମ୍ପ୍ଲିମେଣ୍ଟସ୍ ଆପଣମାନେ ଦେଖିବେ। ଏଠି ଗୋଟେ ଫଟୋ ଗ୍ୟାଲେରୀ ଆମେ କରିଛୁ। ଏସବୁ ଯେଉଁ ପଦକ୍ଷେପ ନିଆଯାଇଛି ତା'ର ସମ୍ପର୍କିତ ଫଟୋ ଆମେ ଏଠି ସ୍ଥାନିତ କରିଛୁ। ତାପରେ ଆମର ନୟାଗଡ଼ ଜିଲ୍ଲାରେ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟକୁ ବହୁତ ଲୋକପ୍ରିୟ କରିବା ପାଇଁ ଫୁଡ୍ ଫେଷ୍ଟିଭାଲ, ମାଣ୍ଡିଆ ଜାତୀୟ ଖାଦ୍ୟର ମେଳା ଏବଂ ଆମର ଏଠିକାର ଲୋକଙ୍କୁ ନେଇକି ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟକୁ ତାଲିମ ଦେଉଛୁ। ତ ଏସବୁ ଆମେ କେମିତି ଆଗାମୀ ଦିନରେ କେମିତି ଆହୁରି ଅଧିକ ପ୍ରଚାର ଓ ପ୍ରସାର କରିପାରିବୁ, ଆଜି ମାଣ୍ଡିଆ ଦିବସରେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛି। ତ ଆପଣମାନେ ଆମର ଚାଷୀମାନଙ୍କୁ ଆଜି ଦେଖିବେ ନୟାଗଡ଼ ଜିଲ୍ଲାରେ ବର୍ତ୍ତମାନ ମାଣ୍ଡିଆ କାଗଜ କଲମରେ ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା ଭଳି ଗୋଟେ ପାରମ୍ପରିକ ମାଣ୍ଡିଆ ଉତ୍ପାଦନକାରୀ ଜିଲ୍ଲା ନୁହେଁ। ଏଠି ଆମେ ମାଣ୍ଡିଆକୁ ଲୋକମାନଙ୍କ ସମ୍ମୁଖରେ ବର୍ତ୍ତମାନ ଉପସ୍ଥାପିତ କରୁଛୁ, ଇଣ୍ଟ୍ରୋଡ୍ୟୁସ୍ କରୁଛୁ। ଆପଣମାନେ ଆଜିର ଫଟୋ ଗ୍ୟାଲେରୀରେ ଦେଖନ୍ତୁ, ବିଭିନ୍ନ ଅଞ୍ଚଳର ଖୁବ୍ ସୁନ୍ଦର ଫସଲର ଫଟୋଚିତ୍ର ସ୍ଥାନିତ ହୋଇଛି। ବିଭିନ୍ନ ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ବୈଷୟିକ ଜ୍ଞାନର ପ୍ରଚାର ପ୍ରସାର କେମିତି କରାଯାଇଛି ତା ଉପରେ ବି ଫଟୋଚିତ୍ର ସ୍ଥାନିତ କରାଯାଇଛି। ଏବଂ ଆଜି ଆପଣ ଦେଖିଲେ ବିଭିନ୍ନ ଅଗ୍ରଣୀ ଚାଷୀମାନଙ୍କ ମୁହଁରୁ ନିଜେ ଶୁଣିଛନ୍ତି, ସେମାନେ କହିଛନ୍ତି ଯେ ଆମେ ମାଣ୍ଡିଆ ଚାଷ କରୁଛୁ ଏବଂ ମାଣ୍ଡିଆ ଉତ୍ପାଦନ ଭଲ ହୋଇଛି ଏବଂ ଆମେ ଲାଭାନ୍ୱିତ ବି ହେଇଛୁ। ଚାଷୀ କହିଛନ୍ତି ଆଜି ଆପଣଙ୍କୁ ସନ୍ଧ୍ୟାବେଳେ କଥା ହୁଅନ୍ତୁ, ସେମାନଙ୍କ ଜାଗାକୁ ଯାଆନ୍ତୁ, ଦେଖନ୍ତୁ ନିଜେ ନୟାଗଡ଼ ଜିଲ୍ଲାରେ ଗୋଟେ ଲୋକମାନଙ୍କ ଦ୍ୱାରା ଆଦୃତ କରିବା ପାଇଁ ସମୟ ଲାଗେ। ଏଇଟା ନୁହେଁ, ଏଇଟା ଗୋଟେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି। ନିଜେ ଜାଣିବେ ଯେ ମାଣ୍ଡିଆର ଉତ୍ପାଦ ଖାଇଲେ ଆମର ଶରୀର ସୁସ୍ଥ ରହିବ। ତାପରେ ଧୀରେ 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 କିଛି ଆଗୁଆ ଚାଷୀ ତାକୁ ଆଡ଼ପ୍ଟ କରିବେ, ତାପରେ ସେମାନଙ୍କୁ ଦେଖିକି ଆଉ କିଛି ଚାଷୀ ଆଡ଼ପ୍ଟ କରିବେ। ଆପଣ ଶୁଣିଥିବେ ଯେ ଆମର ସମୟରେ, ମାନେ ଆମର ଜେଜେବାପାଙ୍କ ସମୟରେ 1950-1960 ମସିହାରେ ଯେତେବେଳେ ଆମେ ସାର ପ୍ରୟୋଗ କରିବାକୁ ଚାଷୀଙ୍କୁ କହୁଥିଲୁ,